ମହାଭାରତର ବନ ପର୍ବରେ ଆସୁଥିବା ଯକ୍ଷ ଯୁଧିଷ୍ଠିର ସମ୍ବାଦ, ଯାହା ଯକ୍ଷ ପ୍ରଶ୍ନ ଭାବେ ପ୍ରସିଦ୍ଧ, ନୀତି ଓ ଧର୍ମ ଏବଂ ଜୀବନର ଗହନ ସତ୍ୟରେ ଭରପୁର। ତୃଷାର୍ତ୍ତ ପାଣ୍ଡବମାନେ ଗୋଟିଏ ପୋଖରୀ ନିକଟରେ ପହଞ୍ଚିବା ପରେ ସେହି ପୋଖରୀର ରକ୍ଷକ ଯକ୍ଷ, ଯେ ପ୍ରକୃତରେ ଧର୍ମରାଜ ଥିଲେ, ସେମାନଙ୍କୁ ପ୍ରଶ୍ନର ଉତ୍ତର ନ ଦେଇ ଜଳପାନ କରିବାକୁ ବାରଣ କରିଥିଲେ। ଅର୍ଜୁନ, ଭୀମ, ନକୁଳ ଓ ସହଦେବ ଯକ୍ଷଙ୍କ କଥା ନ ମାନି ଜଳପାନ କରିବାରୁ ନିଶ୍ଚିତ ହୋଇପଡ଼ିଥିଲେ। ଶେଷରେ ଜ୍ୟେଷ୍ଠ ପାଣ୍ଡବ ଯୁଧିଷ୍ଠିର ଆସି ନିଜର ଧୈର୍ଯ୍ୟ ଓ ଜ୍ଞାନ ବଳରେ ଯକ୍ଷଙ୍କର ସମସ୍ତ ପ୍ରଶ୍ନର ଉତ୍ତର ସଠିକ୍ ଭାବରେ ଦେଇ ନିଜ ଭାଇମାନଙ୍କର ଜୀବନ ଫେରାଇ ଆଣିଥିଲେ। ଏଠାରେ ଯକ୍ଷଙ୍କ ଦ୍ୱାରା ପଚରାଯାଇଥିବା ପ୍ରମୁଖ ଓ ମୁଖ୍ୟ ପ୍ରଶ୍ନଗୁଡ଼ିକର ବ୍ୟାଖ୍ୟା ମୁଁ ଆପଣମାନଙ୍କୁ ବର୍ତ୍ତମାନ ଦେଉଛି। ପ୍ରଥମ ପ୍ରଶ୍ନ ଥିଲା, ସୂର୍ଯ୍ୟଙ୍କୁ କିଏ ଉଦିତ କରାଏ? ଯକ୍ଷଙ୍କ ପ୍ରଶ୍ନ ଥିଲା, ସୂର୍ଯ୍ୟଙ୍କୁ କିଏ ଉଦିତ କରାଏ? ତାଙ୍କର ସଙ୍ଗୀ କିଏ? ତାଙ୍କୁ କିଏ ଅସ୍ତ କରାଏ ଏବଂ ସେ କାହାଠାରେ ପ୍ରତିଷ୍ଠିତ? ଯୁଧିଷ୍ଠିର ଉତ୍ତର ଦିଅନ୍ତି, ବ୍ରହ୍ମ ଅର୍ଥାତ୍ ଭଗବାନ ସୂର୍ଯ୍ୟଙ୍କୁ ଉଦିତ କରାନ୍ତି, ଦେବତାମାନେ ତାଙ୍କର ସଙ୍ଗୀ, ଧର୍ମ ତାଙ୍କୁ ଅସ୍ତ କରାଏ ଏବଂ ସେ ସତ୍ୟରେ ପ୍ରତିଷ୍ଠିତ। ଏହାର ସରଳ ବ୍ୟାଖ୍ୟା ହେଉଛି, ଆମ ଜୀବନ ଓ ସଂସାରର ନିୟମ ସତ୍ୟ ଓ ଧର୍ମ ଉପରେ ହିଁ ଆଧାରିତ। ଈଶ୍ୱରଙ୍କ ଶକ୍ତି ଦ୍ୱାରା ହିଁ ସୃଷ୍ଟିର ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ଚାଲେ। ଦ୍ୱିତୀୟ ପ୍ରଶ୍ନ ଏଭଳି ଥିଲା ଯେ, ସବୁଠାରୁ ବଡ଼ ଧୈର୍ଯ୍ୟବାନ କିଏ? ଯକ୍ଷଙ୍କ ପ୍ରଶ୍ନ ଏଇଭଳି ଥିଲା, ମାନବ ପାଇଁ ସବୁଠାରୁ ବଡ଼ ଧୈର୍ଯ୍ୟ କ'ଣ? ଯୁଧିଷ୍ଠିର ଉତ୍ତର ଦିଅନ୍ତି, ନିଜର ଇନ୍ଦ୍ରିୟ ଗୁଡ଼ିକୁ ବଶରେ ରଖିବା ଅର୍ଥାତ୍ ସଂଯମ ହିଁ ସବୁଠାରୁ ବଡ଼ ଧୈର୍ଯ୍ୟ। ଯେଉଁମାନେ ବା ଯେଉଁ ବ୍ୟକ୍ତି ନିଜ ମନ ଏବଂ ଇନ୍ଦ୍ରିୟ, ଆଖି, କାନ, ଜିଭ ଆଦି ଉପରେ ନିୟନ୍ତ୍ରଣ ରଖିପାରେ, ସେ ପ୍ରତ୍ୟେକ ପ୍ରକାରର ପ୍ରଲୋଭନ ଓ ସଙ୍କଟରୁ ରକ୍ଷା ପାଏ। ତୃତୀୟ ପ୍ରଶ୍ନ ଥିଲା ଏଭଳି, ଯକ୍ଷଙ୍କ ପ୍ରଶ୍ନ ଥିଲା, ଭୂମିଠାରୁ ଭାରି କିଏ? ଆକାଶଠାରୁ ଉଚ୍ଚ କିଏ? ବାୟୁଠାରୁ ଦ୍ରୁତଗାମୀ କିଏ? ଏବଂ ଘାସ ବା ତୃଣଠାରୁ ଅଧିକ ବୃଦ୍ଧି ପାଉଥିବା ଜିନିଷ କ'ଣ? ଯୁଧିଷ୍ଠିରଙ୍କ ଉତ୍ତର ଏହିଭଳି ଥିଲା ଯେ, ମା ହେଉଛନ୍ତି ଭୂମିଠାରୁ ବି ଭାରି ଅର୍ଥାତ୍ ଶ୍ରେଷ୍ଠ, ପିତା ହେଉଛନ୍ତି ଆକାଶଠାରୁ ବି ଉଚ୍ଚ, ମନ ହେଉଛି ବାୟୁଠାରୁ ବି ଅଧିକ ଦ୍ରୁତଗାମୀ ଅର୍ଥାତ୍ ଶୀଘ୍ର ଗତି କରେ, ଆଉ ଚିନ୍ତା ମାନେ ଭାବନା, ଚିନ୍ତାଗ୍ରସ୍ତ ହେବା, ଏହା ଘାସଠାରୁ ବି ଅଧିକ ଶୀଘ୍ର ବ୍ୟାପିଯାଏ। ଏହାର ସରଳ ବ୍ୟାଖ୍ୟା ଏହିଭଳି, ମାତା ପିତାଙ୍କ ସ୍ଥାନ ସବୁଠାରୁ ଉପରେ, ମନର ଗତି ଅସୀମ, ଏହା କ୍ଷଣକ ମଧ୍ୟରେ ଯେକୌଣସି ସ୍ଥାନକୁ ଯାଇପାରେ, ସେହିପରି ଚିନ୍ତା ବା ଦୁଃଖ ମଣିଷକୁ ଭିତରୁ ଶୀଘ୍ର ନଷ୍ଟ କରିଦିଏ। ଯକ୍ଷଙ୍କ ଚତୁର୍ଥ ପ୍ରଶ୍ନ ଏହିଭଳି ଥିଲା ଯେ, ସଂସାରର ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ କ'ଣ? ଯୁଧିଷ୍ଠିରଙ୍କ ଉତ୍ତର ଏହିଭଳି ଥିଲା ଯେ, ପ୍ରତିଦିନ ଆମ ଆଖି ସାମ୍ନାରେ ଅନେକ ପ୍ରାଣୀ ମୃତ୍ୟୁବରଣ କରୁଛନ୍ତି, ତଥାପି ବଞ୍ଚିଥିବା ମଣିଷ ଭାବେ ସେ ନିଜେ କେବେ ମରିବ ନାହିଁ ଏବଂ ସଦାସର୍ବଦା ଏଠାରେ ରହିବ, ଏହାଠାରୁ ବଡ଼ ଆଶ୍ଚର୍ଯ୍ୟ ଆଉ କିଛି ନାହିଁ। ସରଳ ବ୍ୟାଖ୍ୟା ଏହିଭଳି ହୋଇପାରେ ଯେ, ମୃତ୍ୟୁ ହିଁ ଶାଶ୍ୱତ ସତ୍ୟ, ତଥାପି ମଣିଷ ଅହଙ୍କାର ଓ ମାୟାରେ ପଡ଼ି ନିଜକୁ ଅମର ବୋଲି ଭାବି ଭୁଲ କାମ କରିଚାଲେ। ଯକ୍ଷଙ୍କ ପଞ୍ଚମ ପ୍ରଶ୍ନ ଏହିଭଳି ଥିଲା, କେଉଁ ଜିନିଷକୁ ତ୍ୟାଗ କଲେ ମଣିଷ ସମସ୍ତଙ୍କର ପ୍ରିୟ ହୁଏ? କାହାକୁ ତ୍ୟାଗ କଲେ ଦୁଃଖ ହୁଏ ନାହିଁ? କାହାକୁ ତ୍ୟାଗ କଲେ ମଣିଷ ଧନୀ ହୁଏ? ଯୁଧିଷ୍ଠିରଙ୍କ ଉତ୍ତର ଏହିଭଳି ଥିଲା ଯେ, ଅହଙ୍କାରକୁ ତ୍ୟାଗ କଲେ ମଣିଷ ସମସ୍ତଙ୍କର ପ୍ରିୟ ହୁଏ, କ୍ରୋଧକୁ ତ୍ୟାଗ କଲେ କୌଣସି ଶୋକ ଦୁଃଖ ରହେ ନାହିଁ, ସେହିଭଳି କାମନା, ତୃଷ୍ଣା, ଲୋଭ ୟାକୁ ତ୍ୟାଗ କଲେ ମଣିଷ ପ୍ରକୃତ ଧନୀ ହୁଏ। ସରଳ ବ୍ୟାଖ୍ୟା ଏହିଭଳି, ଅହଙ୍କାରୀ ବ୍ୟକ୍ତିକୁ କେହି ପସନ୍ଦ କରନ୍ତି ନାହିଁ, କ୍ରୋଧ ନିଜର ଏବଂ ଅନ୍ୟର କ୍ଷତି କରେ ଏବଂ ସନ୍ତୋଷ ହିଁ ସବୁଠାରୁ ବଡ଼ ଧନ। ଲୋଭ କମିଗଲେ ମଣିଷ ମାନସିକ ସୁଖ ପାଇଥାଏ। ଯକ୍ଷଙ୍କ ଷଷ୍ଠ ପ୍ରଶ୍ନ ଏହିଭଳି ଥିଲା ଯେ, ବ୍ରାହ୍ମଣତ୍ୱ କାହା ଦ୍ୱାରା ପ୍ରାପ୍ତ ହୁଏ? ଜନ୍ମ, କୁଳ, ଶାସ୍ତ୍ର ଅଧ୍ୟୟନ ନା ସଚ୍ଚରିତ୍ର ବା ସଦାଚାର? ଯୁଧିଷ୍ଠିରଙ୍କ ଉତ୍ତର ଏହିଭଳି ଥିଲା ଯେ, ବ୍ରାହ୍ମଣତ୍ୱ ଜନ୍ମ, କୁଳ କିମ୍ବା ଶାସ୍ତ୍ର ପଢ଼ିବାରୁ ମିଳେ ନାହିଁ, ଏହା କେବଳ ସଦାଚାର ବା ଉତ୍ତମ ଚରିତ୍ର ଦ୍ୱାରା ହିଁ ମିଳିଥାଏ। ସରଳ ବ୍ୟାଖ୍ୟା ଏହିଭଳି ହୋଇପାରେ, ଜଣେ ବ୍ୟକ୍ତି ଯେତେ ବଡ଼ କୂଳରେ ଜନ୍ମ ହୋଇଥିଲେ ବି କିମ୍ବା ଯେତେ ଜ୍ଞାନୀ ହୋଇଥିଲେ ବି ଯଦି ତା'ର ଚରିତ୍ର ଓ ବ୍ୟବହାର ଖରାପ, ତେବେ ସେ କଦାପି ମହାନ ହୋଇପାରିବ ନାହିଁ। ଯକ୍ଷଙ୍କ ସପ୍ତମ ପ୍ରଶ୍ନ ଏହିଭଳି ଥିଲା ଯେ, ସବୁଠାରୁ ଶ୍ରେଷ୍ଠ ଧର୍ମ, ଶ୍ରେଷ୍ଠ ଦାନ ଏବଂ ସୁଖର ମୂଳ କ'ଣ?
युधिष्ठिरଙ୍କ उत्तर एभଳି ଥିଲା जे दया ही श्रेष्ठ धर्म, सत्य ही श्रेष्ठ दान एवं शील अर्थात उत्तम स्वभाव ही सुखर मूल। सरल व्याख्या पारे अन्य प्रति दया भाव रखिबा, सत्य कहिबा और नम्र स्वभाव रखिबा द्वारा ही जीवन में प्रकृत शांति और सुख मिलता है। अष्टम प्रश्न यही यक्षक थिला जे धर्मर प्रकृत मार्ग बा रास्ता केउटी? युधिष्ठिरଙ୍କ उत्तर यही थिला जे तर्क द्वारा कौनसी निष्कर्ष बाहरे नाही। शास्त्र गुड़िक मध्य भिन्न भिन्न मत दियन्ते, तेणु महापुरुष बा श्रेष्ठ व्यक्ति माने जो मार्ग चली सही मार्ग ही धर्मर सठिक मार्ग। सरल व्याख्या हो पारे यह भली जे सज्जन एवं आदर्श व्यक्ति जीवनशैली और नीति को अनुसरण करने द्वारा ही मनीष सठिक बाटे चली पारे। युधिष्ठिरଙ୍କ ଏହି संयम, ज्ञान और निरपेक्ष उत्तर रे प्रसन्न होई यक्ष समस्त पांडव को पुनर्जीवित करथिले। यक्ष प्रश्न केवल महाभारतर गोटे कहानी नुहे, यह मानव जीवन को सठिक दिग्दर्शन देउथिबा एक अमूल्य नीतिशास्त्र।